ସାଧାରଣତନ୍ତ୍ର ଦିବସ ବିଷୟରେ ଭାଷଣ। ସମ୍ମାନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଏବଂ ଏଠାରେ ଉପସ୍ଥିତ ଥିବା ଗୁରୁଜନମାନଙ୍କୁ ପ୍ରଣାମ ଜଣାଇବା ସହିତ ଉପସ୍ଥିତ ଥିବା ମୋର ଛୋଟ ବଡ଼ ଭାଇ ଭଉଣୀ ଓ ସହପାଠୀ ସହପାଠିନୀମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଅଛି। ଆଜିର ଏହି 75ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଯଦି ମୋ ବକ୍ତବ୍ୟରେ କିଛି ତ୍ରୁଟି ପରିଲକ୍ଷିତ ହୁଏ, ଜ୍ଞାନୀ ଗୁଣୀ କ୍ଷମା ଦେବେ। 1950 ମସିହା ଜାନୁଆରୀ 26 ତାରିଖ ଭାରତବାସୀଙ୍କ ପାଇଁ ଏକ ଗୌରବୋଜ୍ଜଳ ଦିବସ। ଏହି ଦିବସରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ ହୋଇଥିଲା। ଭାରତର ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ନୂତନ ସମ୍ବିଧାନକୁ ଗ୍ରହଣ କରିଥିଲେ। ଏହି ଦିନଠାରୁ ନୂତନ ସମ୍ବିଧାନ ଅନୁଯାୟୀ ଦେଶ ପରିଚାଳିତ ହେଲା। ଇଂରେଜ ଶାସନ କାଳରେ ଭାରତରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମ ପରିପ୍ରେକ୍ଷୀରେ ଭାରତୀୟ ଜାତୀୟ କଂଗ୍ରେସର 1929 ମସିହା ଡିସେମ୍ବର ଲାହୋର ଅଧିବେଶନରେ ଜାତିର ଅଦ୍ୱିତୀୟ ନେତା ମହାତ୍ମା ଗାନ୍ଧୀ ଏକ ଐତିହାସିକ ପ୍ରସ୍ତାବ ଆଗତ କରିଥିଲେ। ତାହା ଥିଲା ପୂର୍ଣ୍ଣ ସ୍ୱାଧୀନତା ଭାରତର ଲକ୍ଷ୍ୟ। ଜାତୀୟ କଂଗ୍ରେସ ଏହି ଦାବି ନେଇ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରିବ ଏବଂ 1930 ଜାନୁଆରୀ 26 ତାରିଖରେ ସମଗ୍ର ଭାରତରେ ପୂର୍ଣ୍ଣ ସ୍ୱାଧୀନତା ଦିବସ ପାଳନ କରାଯିବ। ଇଂରେଜ ସରକାରଙ୍କର ନୈତିକ ଶକ୍ତିକୁ ଦୁର୍ବଳ କରିଦେବା ଏହି ପ୍ରସ୍ତାବର ଉଦ୍ଦେଶ୍ୟ ଥିଲା। ସେହି ଦିନଠାରୁ ପ୍ରତି ଜାନୁଆରୀ 26 ତାରିଖରେ ଦେଶରେ ପୂର୍ଣ୍ଣ ସ୍ୱାଧୀନତା ଦିବସ ରୂପେ ପାଳିତ ହୋଇ ଆସୁଥିଲା। ଇଂଲଣ୍ଡରେ 1945ରେ ଗଠିତ ନୂତନ ଶ୍ରମିକ ସରକାର ଭାରତକୁ ସ୍ୱାଧୀନତା ଦେବା ପାଇଁ ତତ୍ପର ହୋଇ ଉଠିଲେ। ଇଂରେଜ ସରକାର 1947 ମସିହା ଅଗଷ୍ଟ 15 ତାରିଖରେ ଭାରତର ସ୍ୱାଧୀନତା ଘୋଷଣା କରିଥିଲେ। ଦେଶ ସ୍ୱାଧୀନତା ପାଇଲା ସତ, କିନ୍ତୁ ତାହା ସମ୍ପୂର୍ଣ୍ଣ ସ୍ୱାଧୀନତା ନଥିଲା। ଦେଶର ନିଜସ୍ୱ ସମ୍ବିଧାନ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇନଥିଲା। ତେଣୁ ସ୍ୱାଧୀନତା ଘୋଷିତ ହୋଇଥିଲେ ମଧ୍ୟ ଦେଶର ଶାସନ ବ୍ୟବସ୍ଥା ଇଂରେଜ ସରକାରଙ୍କର ପ୍ରଣୀତ 1935ର ଭାରତ ଶାସନ ଆଇନ ଦ୍ୱାରା ପରିଚାଳିତ ହେଲା। 1949 ମସିହା ନଭେମ୍ବର 26 ତାରିଖରେ ଦେଶର ଶାସନ ବିଧାୟକ ସଭା ଦେଶର ଶାସନ କଳକୁ ପୂର୍ଣ୍ଣାଙ୍ଗ ସମ୍ବିଧାନ ଅର୍ପଣ କଲେ। ଏହି ନୂତନ ସମ୍ବିଧାନ କାର୍ଯ୍ୟକାରୀ କରିବା ପାଇଁ ଆମର ଐତିହାସିକ ଦିବସ ଜାନୁଆରୀ 26 ତାରିଖକୁ ଅପେକ୍ଷା କରାଗଲା, କାରଣ 1930 ଠାରୁ ଭାରତବାସୀ ଏହି ଦିବସକୁ ପୂର୍ଣ୍ଣ ସ୍ୱାଧୀନତା ଦିବସ ରୂପେ ପାଳନ କରି ଆସୁଥିଲେ। ଆମ ପ୍ରତୀକ୍ଷାର ଅନ୍ତ ହେଲା ଜାନୁଆରୀ 26 ତାରିଖର ଆଗମନରେ। ସେହି ଦିନଠାରୁ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେଲା ଏବଂ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରୂପେ ଘୋଷିତ ହେଲା। ଏ ସମସ୍ତ ଦୃଷ୍ଟିରେ ଜାନୁଆରୀ 26 ତାରିଖ ଆମ ଦେଶ ପାଇଁ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ଦିବସ। ଯେଉଁ ରାଷ୍ଟ୍ର ନିଜର ଆଭ୍ୟନ୍ତରୀଣ ଶାସନ ନୀତି ଓ ବୈଦେଶିକ ନୀତି ସ୍ୱାଧୀନ ଭାବେ ପରିଚାଳନା କରିଥାଏ, ତାହାକୁ ସାର୍ବଭୌମ ରାଷ୍ଟ୍ର କୁହାଯାଏ। ଏହି ଦିନଠାରୁ ଭାରତ ନିଜସ୍ୱ ସମ୍ବିଧାନ ଦ୍ୱାରା ନିଜର ଆଭ୍ୟନ୍ତରୀଣ ଶାସନ ଓ ବୈଦେଶିକ ନୀତି ପରିଚାଳନା କରିପାରିଲା। ଏହା ବ୍ୟତୀତ ଭାରତ ହେଲା ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଦେଶର ଜନସାଧାରଣ ସାବାଳକ ଭୋଟ ଜରିଆରେ ପ୍ରତ୍ୟକ୍ଷ ଭାବେ ନିଜର ପ୍ରତିନିଧି ବାଛିବାର ଅଧିକାର ପାଇଲେ ଏବଂ ପ୍ରତିନିଧିମାନେ ଦେଶ ପାଇଁ ଆଇନ ପ୍ରଣୟନ କରିବାର ସାର୍ବଭୌମ କ୍ଷମତା ପାଇଲେ। ସାଧାରଣତନ୍ତ୍ର ଦିବସ ଆମ ରାଜଧାନୀ ନୂଆଦିଲ୍ଲୀଠାରେ ଏହା ମହା ସମାରୋହରେ ପାଳନ କରାଯାଏ। ଏହି ଉତ୍ସବ ଉପଭୋଗ କରିବା ପାଇଁ ଅସଂଖ୍ୟ ଦେଶବାସୀ ଲାଲକିଲ୍ଲାଠାରେ ସମବେତ ହୁଅନ୍ତି। ରାଷ୍ଟ୍ରପତି ଲାଲକିଲ୍ଲାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟବୃନ୍ଦ ତାଙ୍କୁ ସ୍ୱାଗତ ଜଣାଇବା ପରେ ପତାକା ସ୍ତମ୍ଭ ନିକଟକୁ ପାଛୋଟି ନିଅନ୍ତି। ପ୍ରଥମେ ତାଙ୍କୁ ତୋପ ସାଲାମି ଦ୍ୱାରା ଅଭିବାଦନ କରାଯାଏ। ତାପରେ ସେ ଜାତୀୟ ପତାକା ଉତ୍ତୋଳନ କରନ୍ତି। ଜାତୀୟ ସଙ୍ଗୀତ ଗାନ କରାଯାଇଥାଏ ଏବଂ ତିନି ବାହିନୀ ଦ୍ୱାରା ପ୍ୟାରେଡ୍ କରାଯାଇଥାଏ।
ଦିଲ୍ଲୀ ବ୍ୟତୀତ ପ୍ରତି ପ୍ରଦେଶର ରାଜଧାନୀମାନଙ୍କରେ ମଧ୍ୟ ଜାତୀୟ ପତାକା ମହାସମାରୋହରେ ଉତ୍ତୋଳିତ ହୁଏ ଏବଂ ପ୍ୟାରେଡ୍ ଅନୁଷ୍ଠିତ ହୁଏ ଏବଂ ଦେଶର ଶିକ୍ଷାୟତନ ମାନଙ୍କରେ ମଧ୍ୟ ସାଧାରଣତନ୍ତ୍ର ଉତ୍ସବ ପାଳିତ ହୁଏ। ଏହି ପବିତ୍ର ଦିବସ ଆମକୁ ଆମର ମହାନ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଏ। ଶୀତ ସକାଳର ମୃଦୁ ଶୀତଳ ବାୟୁର ହିଲ୍ଲୋଳ ଆମ କାନରେ ଏକତା ତଥା ଜାତୀୟତାର ମନ୍ତ୍ରଗାନ କରେ। ଆମେ ସମସ୍ତେ ଭାରତବାସୀ, ଗୋଟିଏ ମାତାର ସନ୍ତାନ। ଆମ ଭିତରେ ଥିବା ସମସ୍ତ ବିଭେଦକୁ ଭୁଲିଯାଇ ଆମେ ଏ ଜାତି ଏ ଦେଶକୁ ଭଲ ପାଇବା। ଆମର ଜାତୀୟ ଚରିତ୍ରକୁ ଗଢ଼ି ତୋଳିବା। ଦେଶର ସାମ୍ପ୍ରତିକ ସମସ୍ୟାବଳୀ ପ୍ରତି ସଚେତନ ହୋଇ ସମ୍ମିଳିତ ଉଦ୍ୟମରେ ତା'ର ସମାଧାନ ପନ୍ଥା ଆବିଷ୍କାର କରିବା। ଏହି ଦିବସ ଆମ ଭିତରେ ଶାନ୍ତି, ମୈତ୍ରୀ, ଏକତା ଓ ସଂହତିର ଭାବଧାରା ସୃଷ୍ଟି କରେ। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ବନ୍ଦେ ମାତରମ୍।